10 ନଭେମ୍ବର ସୋମବାର 2025। ଆଜି ଆପଣଙ୍କ ରାଶିରେ କ'ଣ ଅଛି ଜାଣନ୍ତୁ। ଶୁଭ ଅଶୁଭ, ଧନ, କାର୍ଯ୍ୟ, ପ୍ରେମରେ ଆଜି ଦିନ ଆସିଛି। ଗ୍ରହ ନକ୍ଷତ୍ରର ବିଷୟ ସଂଯୋଗରେ ଆଜି ଅନେକ ରାଶିର ଭାଗ୍ୟ ଖୋଲିଯିବ। ଆଉ କେତେକ ରାଶିଙ୍କୁ ତଥାପି ଧୈର୍ଯ୍ୟ ଧରିବା ଆବଶ୍ୟକ। ଚାଲନ୍ତୁ ଦେଖିବା ଆପଣଙ୍କ ରାଶିର ଆଜିର ଭବିଷ୍ୟତ। ପ୍ରଥମ ରାଶି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ପରିସ୍ଥିତି ବଶତଃ ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ ତଥା ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେବେ। ବିଗତ ଦିଗର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିବ। ଘର ଲୋକଙ୍କ କଥାକୁ ସତମଣି ଦ୍ୱିଜା ନକ୍ଷତ୍ର ଘର ଲୋକଙ୍କୁ ଭୁଲ ବୁଝିପାରନ୍ତି। ଶୁଭ ରଙ୍ଗ ହେଉଛି ଲାଲ, ଶୁଭ ସଂଖ୍ୟା ହେଉଛି 9। ପରବର୍ତ୍ତୀ ରାଶି ହେଉଛି ବୃଷ ରାଶି। ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଆତ୍ମୀୟଙ୍କ ସହାୟତାରେ ସମ୍ପନ୍ନ କରିବେ। କର୍ତ୍ତିକା ନକ୍ଷତ୍ର ସକାଶେ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ବନ୍ଦ ହେବନି, ତଥାପି ରୋଜଗାର ଠାରୁ ଖର୍ଚ୍ଚ ବଳିଯିବ। ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ସଂଖ୍ୟା ହେଉଛି 6। ପରବର୍ତ୍ତୀ ରାଶି ହେଉଛି ମିଥୁନ ରାଶି। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରିବେ। ଦୀର୍ଘଦିନର ଆଶା ଫଳବତୀ ହେବାର ପୁଣ୍ୟବର୍ଷ ନକ୍ଷତ୍ର କୌଣସି ଅସୁବିଧା ରହିବ ନାହିଁ, କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ। ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ସଂଖ୍ୟା ହେଉଛି 5। ପରବର୍ତ୍ତୀ ରାଶି ହେଉଛି କର୍କଟ ରାଶି। ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସମାଧାନରେ ନିଜ ଲୋକଙ୍କ ତରଫରୁ ସହଯୋଗ ପାଇବେନି। ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ ହେବେ। ନିର୍ମାଣାଧୀନ ଗୃହ, ରାସ୍ତା କାମ ହଠାତ୍ କିଛି ଦିନ ସକାଶେ ଅଟକି ରହିଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। ଶୁଭ ରଙ୍ଗ ହେଉଛି ଧଳା, ଶୁଭ ସଂଖ୍ୟା ହେଉଛି 2। ପରବର୍ତ୍ତୀ ରାଶି ହେଉଛି ସିଂହ ରାଶି। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବାର କାରଣରୁ ମନ ଏକ ପ୍ରକାଶ ହାଲୁକା ହୋଇଯିବ। ଉତ୍ତରା ଫାଲ୍ଗୁନ ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାର କର୍ଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି। ଶୁଭ ରଙ୍ଗ ସୁନେଲି, ଶୁଭ ସଂଖ୍ୟା 1। ପରବର୍ତ୍ତୀ ରାଶି ହେଉଛି କନ୍ୟା ରାଶି। ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ୍ୟ ଓ ବିତର୍କ ଘଟିପାରେ। ଖର୍ଚ୍ଚ ଭାର ଯୋଗୁଁ ଚିନ୍ତା ପ୍ରକଟ କରିବାରେ କିନ୍ତୁ କୌଣସି ଉପାୟ କରିପାରିବେ ନାହିଁ। ଉତ୍ତରା ଫାଲ୍ଗୁନ ନକ୍ଷତ୍ର ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 4। ପରବର୍ତ୍ତୀ ରାଶି ହେଉଛି ତୁଳା ରାଶି। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିପାରନ୍ତି। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ସାଂସ୍କୃତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 7। ପରବର୍ତ୍ତୀ ରାଶି ହେଉଛି ବିଛା ରାଶି।
କୌଣସି କାର୍ଯ୍ୟ ସାଧନ କ୍ଷେତ୍ରରେ ଟେନସନ୍ ଲାଗି ରହିବାରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। କାରବାର ବୁଦ୍ଧି ହେତୁ ଆର୍ଥିକ ସଚ୍ଛଳତା ଫେରି ଆସିବ। ଅନୁରାଧା ନକ୍ଷତ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧି ହେବାର ଗୁରୁଜନଙ୍କର ପୃଷ୍ଠପୋଷକତା ରହିବ। ସଭା ସମିତିରେ ଆଲୋଚନା ପରିପ୍ରେକ୍ଷୀରେ ସ୍ୱାମୀଙ୍କ ସହ ଏକମତ ହେବାକୁ ବାଧ୍ୟ ହେବେ। ଶୁଭ ରଙ୍ଗ ନାଲ, ଶୁଭ ସଂଖ୍ୟା 3। ପରବର୍ତ୍ତୀ ରାଶି ହେଉଛି ଧନୁରାଶି। ଆପଣଙ୍କ ପରାମର୍ଶ ବନ୍ଧୁଙ୍କ ମନକୁ ବେଶ ପାଇବ। ପ୍ରକାଶନ, ଏକ୍ସଚେଞ୍ଜ, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥତା ନିବେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ମୂଳା ନକ୍ଷତ୍ର ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ ରଙ୍ଗ କେଶରୀ, ଶୁଭ ସଂଖ୍ୟା 5। ପରବର୍ତ୍ତୀ ରାଶି ହେଉଛି ମକର ରାଶି। କର୍ମକ୍ଷେତ୍ର ଲୋକ ସମ୍ପର୍କ ବୁଦ୍ଧି ସକାଶେ ନୂତନ ଉପାୟ ଖୋଳିବାରେ ସମର୍ଥ ହେବେ। ଧନିଷ୍ଠ ନକ୍ଷତ୍ର ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପାରିବାରିକ ସମସ୍ୟା ଭିତରେ ପିଲାଙ୍କ ବିଷୟ, ଛୋଟ ଜାତିର ବ୍ୟକ୍ତିଙ୍କ ସହ କଳହ, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଟେନସନରେ ରହିପାରନ୍ତି। ଶୁଭ ରଙ୍ଗ ଧୂସର, ଶୁଭ ସଂଖ୍ୟା 8। ପରବର୍ତ୍ତୀ ରାଶି ହେଉଛି କୁମ୍ଭ ରାଶି। ଆଜିର ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନିତ ବ୍ୟକ୍ତି ସହାୟତା କରିବେ। ସାହିତ୍ୟ, ସାମ୍ବାଦିକ ଓ ରଚନାତ୍ମକ କାର୍ଯ୍ୟରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରର ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼େଇ ହେବ ନାହିଁ। ପୂର୍ବ ଭାଦ୍ରବୀ ନକ୍ଷତ୍ର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 4। ପରବର୍ତ୍ତୀ ରାଶି ହେଉଛି ଶେଷ ରାଶି, ମୀନ ରାଶି। ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଉତ୍ତରାଭାଦ୍ର ନକ୍ଷତ୍ର ପଡ଼ୋଶୀଙ୍କ ସହାୟତାରେ ଖୋଜୁଥିବା ଜିନିଷଟି ପାଇ ଖୁସି ହୋଇଯିବେ। ବାଣିଜ୍ୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ। ଅନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 2। ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ। ସଦା ପଜିଟିଭ୍ ଭାବନ୍ତୁ, ଭଲ କାମ କରନ୍ତୁ। ଭାଗ୍ୟ ନିଶ୍ଚିନ୍ତ ଆପଣଙ୍କ ପକ୍ଷରେ ରହିବ। ଜୟ ଜଗନ୍ନାଥ। ଶୁଭ ସକାଳ।